तो हेलो पिलाମାନେ କେମିତି ଅଛନ୍ତି? ଆଇ ହୋପ୍ କି ସମସ୍ତେ ପିଲାମାନେ ବହୁତ ହି ଭଲ ଥିବେ, ସତ ମାନେ ସେମିତି ଭଲ ଥାନ୍ତୁ। ମୋର ଅଲରେଡି ସିପିଟିର 2ଟି କ୍ଲାସ ହେଇସାରିଛି। ଆଜି ହେଲା ତମର 3 ନମ୍ବର କ୍ଲାସ ହେଲା। ଆଜି ଆମେ ପଢିବା ଯୋଉ ଓଡ଼ିଆ ସାହିତ୍ୟର ବିବାହୀକରଣ ବିଷୟରେ। ଫାଷ୍ଟ ରୁ କହି ରଖୁଛି ଯେ ଯୋଉ ପିଲାମାନେ ବି ୟାର ପାର୍ଟ 1 କି ୟାର କ୍ଲାସ 2 ଟି ଦେଖି ନାହାନ୍ତି, ତ ସେମାନେ ଯାଇକିନା ପ୍ରଥମେ ସେଇ କ୍ଲାସ ଗୁଡ଼ିକ ଦେଖନ୍ତି, ତାପରେ ସେମାନେ କଣ ଆଜିର କ୍ଲାସ ଟି ଦେଖିବେ ହେଲା। ତାହେଲେ ସେମାନେ ବୁଝିପାରିବେ, ନହେଲେ ଅଧାରୁ ସେମିତି କିଛି ବୁଝିପାରିବେ ନାହିଁ। ତ ଚାଲନ୍ତୁ ଆମେ ସମ୍ପୂର୍ଣ୍ଣ ଭାବରେ ଯୋଉ ଥିଓରି କ୍ଲାସ ଟି ବର୍ତ୍ତମାନ କରିବା, ଯାହାକି ତମେ ନୋଟ କରି ରଖିପାରିବ ହେଲା। ତ ସେଇଟା ହିଁ ତମର ସର୍ଟ କ୍ୱେଶ୍ଚନ ପାଇଁ ତମର ଆगे ମୁଁ ଭାବିଲି ତମର ଥିଓରି କ୍ଲାସ ଗୋଟେ ସାରିଦେବା, ଦେନ୍ ପରେ ତମର ସର୍ଟ କ୍ୱେଶ୍ଚନ ୱାଇଜ ଆଲୋଚନା କରିବା ହେଲା। ଆମେ ଯୋଉ ବର୍ତ୍ତମାନ ପଢୁଛେ ସେଟା ହଉଛି ଓଡ଼ିଆ ସାହିତ୍ୟର ଇତିହାସ ବହିରୁ ଆଲୋଚନା କରୁଛେ ହେଲା। ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଓଡ଼ିଆ ସାହିତ୍ୟର ଇତିହାସ ରଚନା ଦିଗରେ କ୍ରମାଗତ ପ୍ରଚେଷ୍ଟା ହୋଇଛି। ମାନେ ଏଟା କେତେ ଶତାବ୍ଦୀରୁ ନା ଅଷ୍ଟାଦଶ ଶତାବ୍ଦୀରୁ ହେଲା, ମାନେ କେତେ 1800 ହେଲା। ତାପରେ ଦେଖିବା ଏ ପ୍ରଚେଷ୍ଟା କିନ୍ତୁ ଉଦ୍ଦେଶ୍ୟ ସାଧନ ଲାଗି ଯଥେଷ୍ଟ ନ ହେଲେ ହେଁ ଏହାର ଉପାଦେୟତା ଅବଶ୍ୟ ସ୍ୱୀକାର୍ଯ୍ୟ। ଇଂରେଜ ମାନେ ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ପରେ ଶାସକ ହିସାବରେ ଶାସିତର ଇତିହାସ ତା ସହିତ ଭୂଗୋଳ, ସାହିତ୍ୟ, ସଂସ୍କୃତି ଇତ୍ୟାଦି ସହିତ ପରିଚିତ ହେବା ପାଇଁ ଗେଜେଟିୟର ମାନେ ପ୍ରକାଶ କରିଥିଲେ। ମାନେ ଯେତେବେଳେ ଇଂରେଜ ମାନେ ଆମର ଓଡ଼ିଶାରେ ଶାସନ କରୁଥିଲେ, ତ ସେତେବେଳେ ଯୋଉ ଆମର ବିଭିନ୍ନ ପ୍ରକାର ହିଷ୍ଟ୍ରି ହେଇଯାଉ, ଜିଓଗ୍ରାଫି, MIL ଇତ୍ୟାଦି ତାର ମାନେ କଣ କଲଚର ବିଷୟରେ ଆମେ ଜାଣିବାକୁ ପାଇଥାଉ। ସେମାନଙ୍କର ଏହି ପ୍ରାଥମିକ ପଦକ୍ଷେପରୁ ଓଡ଼ିଶାର ଇତିହାସ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟରେ ଇତିହାସ ସଂକଳନ ନିମନ୍ତେ ପାଣିପାଗ ସୃଷ୍ଟି ହେଲା ଏବଂ ସଭ୍ୟ ଓ ଶିକ୍ଷିତ ଓଡ଼ିଆମାନଙ୍କ ମଧ୍ୟରେ ଏ କାର୍ଯ୍ୟ ନିମନ୍ତେ ବ୍ୟାକୁଳତା ପ୍ରକାଶ ପାଇଥିଲା। ଏହିପରି ଯଦି ଦେଖିବା, ଜଣେ ଶିକ୍ଷିତ ଓଡ଼ିଆ ହେଉଛନ୍ତି କିଏ ନା ଶ୍ରୀ କୃଷ୍ଣ ପ୍ରସାଦ ଚୌଧୁରୀ। ସେଇ ସମୟରେ ହେଲା କେତେ ନା ଅଷ୍ଟାଦଶ ଶତାବ୍ଦୀରେ ଗୋଟେ ଶିକ୍ଷିତ ଓଡ଼ିଆ ହେଉଛନ୍ତି କୃଷ୍ଣ ପ୍ରସାଦ ଚୌଧୁରୀ ହେଲା। ଓଡ଼ିଆ ସାହିତ୍ୟର ଏକ ଧାରାବାହିକ ଇତିହାସ ସଂକଳନ କରିବା ଉଦ୍ଦେଶ୍ୟରେ ଉପାଦାନ ସଂଗ୍ରହ କରିବା ପାଇଁ ସେ 1896 ଖ୍ରୀଷ୍ଟାବ୍ଦ ଜୁନ ମାସ 2 ତାରିଖରେ ତତ୍କାଳୀନ ଉତ୍କଳ ଦୀପିକା ପତ୍ରିକାରେ ଏକ ବିଜ୍ଞାପନ ପ୍ରକାଶ କରିଥିଲେ। କେତେରେ ନା 1896 ମସିହା ଜୁନ ମାସ 2 ତାରିଖ। କିଏ କରିଥିଲେ ନା କୃଷ୍ଣ ପ୍ରସାଦ ଚୌଧୁରୀ। ବୁଝିହେଲା। ଦେନ୍ ସେଟା ଗୋଟେ ମାନେ ଧାରାବାହିକ ମାନେ ସିରିଆଲ ଟାଇପ ର ହେଲା ପ୍ରକାଶ ପାଉଥିଲା ସେତେବେଳେ। ଏଥିରେ ସେ ଲେଖିଥିଲେ ଯେ ସାହିତ୍ୟର ଇତିହାସ ବିଷୟରେ ହେଲା, ହିଷ୍ଟ୍ରି ଅଫ ଲିଟରେଚର। ଆମ ମାନଙ୍କ ଦେଶରେ ନାହିଁ ତାହା, ପୃଥିବୀର ଅନ୍ୟାନ୍ୟ ସଭ୍ୟ ଦେଶରେ ତାହା ଅଛି ଏବଂ ତତ୍ ହେତୁରୁ ସେହି ଦେଶ କ୍ରମଶଃ ସଭ୍ୟତାର ଉଚ୍ଚତର ସୋପାନରେ ଆରୂଢ଼ ହେଉଅଛି। କେଉଁ ସମୟରେ କେଉଁ ଗ୍ରନ୍ଥ ରଚିତ ହେଇଥିଲା ଏବଂ ଗ୍ରନ୍ଥ ରଚୟିତା କିଏ, କି ରୂପ ଅବସ୍ଥାରେ ପଡ଼ି ଗ୍ରନ୍ଥକର୍ତ୍ତା ଉକ୍ତ ଗ୍ରନ୍ଥ ରଚନା କରିଥିଲେ ଏବଂ ଗ୍ରନ୍ଥ ରଚନା ଦ୍ୱାରା ଗ୍ରନ୍ଥକର୍ତ୍ତାଙ୍କର ପରବର୍ତ୍ତୀ ଅବସ୍ଥା କି ରୂପ ଥିଲା, ଉକ୍ତ ଗ୍ରନ୍ଥ ଦ୍ୱାରା ଦେଶର ଓ ସମାଜର କି ମଙ୍ଗଳ ବା ଅମଙ୍ଗଳ ସାଧିତ ହୋଇଅଛି ଇତ୍ୟାଦି ବିଷୟରେ ଧାରାବାହିକ ବର୍ଣ୍ଣନା ହିଁ କଥିତ ସାହିତ୍ୟ ବା ଇତିହାସ, ଯୋଉଟାକି ହିଷ୍ଟ୍ରି ଅଫ ଲିଟରେଚର ଆମେ ଜାଣିବାକୁ ପାଇଥାଉ ହେଲା। ଏତଦ୍ୱାରା ଦେଶ ଓ ସମାଜର ଯେ କେତେ ଉପକାର ସାଧିତ ହୁଏ ତା କାହାରିକୁ ବୁଝାଇ ଦେବାକୁ ହେବ ନାହିଁ ଇତ୍ୟାଦି। ଏହା ହିଁ ହେଉଛି ତତ୍କାଳୀନ ଶିକ୍ଷିତ ଓଡ଼ିଆ ଯୁବକମାନଙ୍କ ମଧ୍ୟରେ ନିଜ ସାହିତ୍ୟର ଇତିହାସ ପ୍ରଣୟନ କରିବା ନିମନ୍ତେ ସୃଷ୍ଟି ହୋଇଥିବା ବ୍ୟାକୁଳତାର ପ୍ରକୃଷ୍ଟ ପରିଚୟ। ଓଡ଼ିଆ ସାହିତ୍ୟର ଇତିହାସ ନିର୍ମାଣ ଲାଗି ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ଉଦ୍ୟମକୁ କ୍ରମାନ୍ୱୟରେ ସଜ୍ଜିତ କରି ନିମ୍ନ ପ୍ରକାରର ଆଲୋଚନା କରାଯାଇପାରେ। ଦେଖନ୍ତୁ 1867 ଖ୍ରୀଷ୍ଟାବ୍ଦ ଜୁଲାଇ 28 ତାରିଖରେ କଟକରେ ଉତ୍କଳ ଭାଷାଦୀପନୀ ସଭାରେ ଓଡ଼ିଆ ଭାଷାରେ ଲିଖିତ ସମସ୍ତ ଗ୍ରନ୍ଥର ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥି ନିମନ୍ତେ 5 ଜଣ ପଣ୍ଡିତଙ୍କୁ ନେଇ ଗଠିତ ଏକ ସବ୍ କମିଟି ଉପରେ ପ୍ରସ୍ତାବିତ ତାଲିକାରେ ଗ୍ରନ୍ଥର ନାମ ବ୍ୟତୀତ ଲେଖକଙ୍କର ପରିଚୟ ଏବଂ ଗ୍ରନ୍ଥର ବିଷୟବସ୍ତୁ ସମ୍ବନ୍ଧରେ ସମ୍ୟକ୍ ସୂଚନା ଦେବାରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ମାତ୍ର ଏହି ତାଲିକା ସମ୍ବନ୍ଧୀୟ ସୂଚନା କୌଣସିଠାରୁ ମିଳେ ନାହିଁ। ତାପରେ ଦେଖନ୍ତୁ 1872 ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାରଙ୍କ ତରଫରୁ ଶାସନ କାର୍ଯ୍ୟ ଚଳାଇବା ପାଇଁ ଓଡ଼ିଶାରେ ଅବସ୍ଥାପିତ ଜନୈକ ପଦସ୍ଥ କର୍ମଚାରୀ କିଏ ନା ହଣ୍ଟର ସାହେବ, WW ହଣ୍ଟର ହେଲା, ତାଙ୍କର ଦ୍ୱାରା ରଚିତ ଓଡ଼ିଶା, ସେ ଗୋଟେ ପୁସ୍ତକ ଲେଖିଥିଲେ। ତାର ନାମ କଣ ଥିଲା? ଓଡ଼ିଶା ନୁହେଁ, ଆଗରୁ ଓଡ଼ିଶାର ନାମ ଓରିଶା ଥିଲା, ବର୍ତ୍ତମାନ ଓଡ଼ିଶା ହେଲା। ଏହି ପୁସ୍ତକର ପରିଶିଷ୍ଟରେ କେତେ ଜଣ ବିଶିଷ୍ଟ କବିଙ୍କର ଅନୁମାନିକ କାଳ ନିର୍ଣ୍ଣୟ କରି ସେମାନଙ୍କ ଦ୍ୱାରା ରଚିତ ଗ୍ରନ୍ଥ ଗୁଡ଼ିକର ଏକ ତାଲିକା ଦି ଲିଟରେଚର ଅଫ ଓଡ଼ିଶା ନାମରେ ପ୍ରଦାନ କରିଥିଲେ। ଇଂରେଜୀ ବର୍ଣ୍ଣମାଳା ଅନୁସାରେ ଏହି ତାଲିକାରେ କବିମାନଙ୍କର ନାମ ସଜ୍ଜିତ ହୋଇଥିଲା। ଏ ବିବରଣୀ ପ୍ରମାଦପୂର୍ଣ୍ଣ ହେଲେ ହେଁ
ଏହା ଥିଲା ଓଡ଼ିଆ ସାହିତ୍ୟ ସମ୍ବନ୍ଧରେ ଲିଖିତ ଆକାରରେ କିଛି ତଥ୍ୟ ପରିବେଷଣ କରିବାର ପ୍ରଥମ ପଦକ୍ଷେପ। ଭାଷାବିତ ବିମ୍ ସାହେବ କିଏ ନା ଭାଷାବିତ ହଉଛି ବିମ୍ ସାହେବ, ଯିଏକି ମଧ୍ୟ ହଣ୍ଟରଙ୍କ ପରି କେତେରେ ନା 1872 ଖ୍ରୀଷ୍ଟାବ୍ଦରେ ଇଣ୍ଡିଆନ ଆଣ୍ଟିକ୍ୱାରୀ ପତ୍ରିକାରେ ଇଣ୍ଡିଜିନିୟସ ଲିଟରେଚର ଅଫ ଓଡ଼ିଶା ପ୍ରବନ୍ଧରେ ପୁରାତନ ଓଡ଼ିଆ ସାହିତ୍ୟର କେତେକ କୃତି ଓ ସେମାନଙ୍କର ରଚୟିତା ମାନଙ୍କର ନାମ ମଧ୍ୟ ପ୍ରଦାନ କରିଥିଲେ। ତାପରେ ଦେଖନ୍ତୁ 1894 ଖ୍ରୀଷ୍ଟାବ୍ଦରେ ଉତ୍କଳ ପ୍ରଭା କେତେବେଳେ ପ୍ରକାଶ ପାଇଥିଲା ନା 1894 ପୂର୍ବରୁ ହେଲା। ପଞ୍ଚମ ସଂଖ୍ୟାରେ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ପ୍ରାଚୀନ କବିଙ୍କର ବୃତ୍ତାନ୍ତ ଶୀର୍ଷକରେ ଉପେନ୍ଦ୍ର ଦୀନକୃଷ୍ଣ ଅଭିମନ୍ୟୁ ତା ସହିତ ବିଶ୍ୱନାଥ ଖୁଣ୍ଟିଆ, ଲୋକନାଥ ବିଦ୍ୟାଧର ପ୍ରଭୃତି କେତେଜଣ ପ୍ରମୁଖ କବିଙ୍କର ଜୀବନୀ ଓ ରଚନା ପ୍ରକାଶ କରିଥିଲେ। ଐତିହାସିକ ଓ ସାହିତ୍ୟିକ ଦୃଷ୍ଟିକୋଣରୁ ଶ୍ରୀ ମହାପାତ୍ରଙ୍କର ଏହି ପଦକ୍ଷେପ ସର୍ବପ୍ରଥମ, ସେ ପ୍ରଥମେ ଏହାକୁ ପ୍ରକାଶ କରିଥିଲେ ହେଲା। ତାପରେ ଦେଖିବା 1896 ଖ୍ରୀଷ୍ଟାବ୍ଦରେ ଅଗଷ୍ଟ ସେପ୍ଟେମ୍ବର ମାସ ଉତ୍କଳ ଦୀପିକାରେ ଶ୍ରୀ କୃଷ୍ଣ ପ୍ରସାଦ ଚୌଧୁରୀ ଏକ କବିତା ସେ ତାଲିକା ପ୍ରକାଶ କରିଥିଲେ। ଏଥିରେ ସର୍ବମୋଟ 138 ଜଣ କବିଙ୍କର ନାମଲେଖ କରାଯାଇଛି। 1897 ରୁ 98 ପର୍ଯ୍ୟନ୍ତ ଖ୍ରୀଷ୍ଟାବ୍ଦ ମାନେ କେତେ ବର୍ଷ ଭିତରେ ହେଲା। ତମର ଜର୍ନାଲ ଅଫ ଏସିଆଟିକ ସୋସାଇଟି ଅଫ ବେଙ୍ଗଲ ପତ୍ରିକାରେ ଲାଙ୍ଗୁଏଜ ଆଣ୍ଡ ଲିଟରେଚର ଅଫ ଓଡ଼ିଶା ଶୀର୍ଷକ ପ୍ରବନ୍ଧ ଲେଖିଥିଲେ ଶ୍ରୀ ମନମୋହନ ଚକ୍ରବର୍ତ୍ତୀ। ଏହାର ପ୍ରଥମ ଭାଗରେ ଓଡ଼ିଶାର ସଂସ୍କୃତ ସାହିତ୍ୟ ଓ ଦ୍ୱିତୀୟ ଭାଗରେ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଆଲୋଚନା ସ୍ଥାନ ପାଇଥିଲା। ତାପରେ ଦେଖନ୍ତୁ 1900 ଖ୍ରୀଷ୍ଟାବ୍ଦରେ କିଏ ନା ବ୍ୟାସକବି ଫକୀରମୋହନ ସେନାପତି ଉତ୍କଳ ସାହିତ୍ୟ ପତ୍ରିକାରେ ତୃତୀୟ ଭାଗରେ ଉତ୍କଳ ଭାଷାର ଭୂତ ଓ ଭବିଷ୍ୟତ ଶୀର୍ଷକ ପ୍ରବନ୍ଧଟି ରଚନା କରିଥିଲେ। ଏଥିରେ ସେ ରାଜନୈତିକ କ୍ରମ ବିବର୍ତ୍ତନ ଅନୁସାରେ ଯୁଗ ବିଭାଜନ କରି ଓଡ଼ିଆ ଭାଷାର ପ୍ରାଚୀନତା, ଗତି ଓ ପ୍ରକୃତି ସମ୍ବନ୍ଧରେ ଆଲୋଚନା କରିଥିଲେ। ତାପରେ ଦେଖ 1803 ଖ୍ରୀଷ୍ଟାବ୍ଦରେ ଏବଂ 1903 ଆଉ ଗୋଟେ 1311 ସାଲ ଯେଉଁ ଆଶ୍ଵିନ ହେଲା ଉତ୍କଳ ସାହିତ୍ୟର ସପ୍ତମ ଭାଗ ଷଷ୍ଠ ସଂଖ୍ୟାରେ ପ୍ରକାଶିତ ଶ୍ରୀ ମଧୁସୂଦନ ଦାସଙ୍କର ଓଡ଼ିଆ ଭାଷା ଓ ପ୍ରାଚୀନ ଓଡ଼ିଆ ସାହିତ୍ୟ ଶୀର୍ଷକ ପ୍ରବନ୍ଧଟି ମୁଖ୍ୟତଃ ଏକ ଲେଖକ ତାଲିକା ହେଲେ ହେଁ ଓଡ଼ିଆ ସାହିତ୍ୟ ସମ୍ବନ୍ଧରେ ଏହା ଏକ ଉଲ୍ଲେଖ୍ୟ ଆଲୋଚନା ହେଲା। ବର୍ତ୍ତମାନ ଦେଖ 1914 ଖ୍ରୀଷ୍ଟାବ୍ଦରେ ଶ୍ରୀ ତାରିଣୀ ଚରଣ ରଥଙ୍କ ଦ୍ୱାରା ଲିଖିତ ଏକ ଦୀର୍ଘ ପ୍ରବନ୍ଧ ଆବଶ୍ୟକ ପରିବର୍ତ୍ତନ ସହିତ 1916 ଖ୍ରୀଷ୍ଟାବ୍ଦରେ ପୁସ୍ତକାକାରରେ ପ୍ରକାଶିତ ହୋଇଥିଲା। କ'ଣ ନା ଏହି ଉତ୍କଳ ସାହିତ୍ୟର ଇତିହାସ ଆକାରରେ ଏହି ପୁସ୍ତକଟି କ୍ଷୁଦ୍ର ହେଲେ ସୁଦ୍ଧା ଏହା ପ୍ରଥମ ଓଡ଼ିଆ ସାହିତ୍ୟର ଇତିହାସର ଗୌରବରେ ମଣ୍ଡିତ। 1917 ଖ୍ରୀଷ୍ଟାବ୍ଦରେ ପ୍ରାଚୀନ ଉତ୍କଳ ଶିରୋନାମାରେ ଯେଉଁ ହେଡଲାଇନଟା ହେଲା ଉତ୍କଳ ଭାଷା ତା ସହିତ ସଂସ୍କୃତି ଓ ସାହିତ୍ୟ ଉପରେ ମାସିକ ପତ୍ରିକା ମୁକୁରରେ ଶ୍ରୀ ଜଗବନ୍ଧୁ ସିଂହଙ୍କର ବହୁ ପ୍ରବନ୍ଧ ପ୍ରକାଶ ପାଇଥିଲା। ଏ ଦିଗରେ ଶ୍ରୀ ସିଂହ ବ୍ୟାସକବି ଫକୀରମୋହନ ସେନାପତି, ସାହିତ୍ୟିକ ଶ୍ରୀ ନୀଳମଣି ବିଦ୍ୟାରତ୍ନ ଶ୍ରୀ ଶଶିଭୂଷଣ ରାୟଙ୍କ ଦ୍ୱାରା ଉତ୍ସାହିତ ହୋଇଥିଲା। ପରେ ତମର 1929 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ତାଙ୍କର ପ୍ରାଚୀନ ଉତ୍କଳ ପତ୍ରିକାରେ ସେଗୁଡ଼ିକ ସ୍ଥାନିତ ହୋଇଥିଲା। 1917 ଖ୍ରୀଷ୍ଟାବ୍ଦରେ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁଙ୍କର ପ୍ରବନ୍ଧାବଳୀ ପ୍ରକାଶିତ ହୋଇଥିଲା। ଏଥିରେ 14 ଜଣ ପ୍ରାଚୀନ କବିଙ୍କର ସମ୍ବନ୍ଧରେ ଆଲୋଚନା ସ୍ଥାନିତ। ପରବର୍ତ୍ତୀ କାଳରେ ଓଡ଼ିଆ ସାହିତ୍ୟର ଇତିହାସ ରଚନା ପାଇଁ ଏହା ପ୍ରେରଣା ଯୋଗାଇଥିଲା। ବର୍ତ୍ତମାନ ଦେଖ 1921 ଖ୍ରୀଷ୍ଟାବ୍ଦରେ କିଏ ନା ଶ୍ରୀ ଅପର୍ଣ୍ଣା ପଣ୍ଡା, କିଏ କେତେ ମସିହା ଏଟା ମନେ ରଖିବ 1921ରେ ଅପର୍ଣ୍ଣା ପଣ୍ଡା ଉତ୍କଳ ସାହିତ୍ୟ ଇତିହାସର ପ୍ରଥମ ଭାଗ ଆତ୍ମପ୍ରକାଶ କଲା କ'ଣ ଛନ୍ଦ ଚନ୍ଦ୍ରିକା ନାମରେ ଓ ଦ୍ୱିତୀୟ ଭାଗ ସେ ଆତ୍ମପ୍ରକାଶ କଲେ କ'ଣ ନାମରେ ଦେଖନ୍ତୁ 1925 ଖ୍ରୀଷ୍ଟାବ୍ଦରେ କବି ଜୀବନ ନାମରେ ହେଲା। ଏହା ପୂର୍ବରୁ 1916 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ତାଙ୍କର କବି ଜୀବନୀରେ 22 ଗୋଟି କବିତାରେ 22 ଜଣ ସାହିତ୍ୟ ସାଧକଙ୍କର ପରିଚୟ ଓ କୃତିର ସୂଚନା ଥିଲେ ହେଁ ସେମାନଙ୍କୁ କାଳାନୁକ୍ରମରେ ଆଲୋଚନା କରାଯାଇ ନାହିଁ। ବର୍ତ୍ତମାନ ଦେଖ 1921, 1923 ଓ 1925 ଖ୍ରୀଷ୍ଟାବ୍ଦରେ କଲିକତା ବିଶ୍ୱବିଦ୍ୟାଳୟର ତତ୍କାଳୀନ ଓଡ଼ିଆ ବିଭାଗର ମୁଖ୍ୟ ଶ୍ରୀ ବିଜୟ ଚନ୍ଦ୍ର ମଜୁଦାରଙ୍କର ସମ୍ପାଦିତ ଟାଇପିକାଲ ସିଲେକ୍ସନ ଫ୍ରମ୍ କ'ଣ ଓଡ଼ିଆ ଲିଟରେଚର ର ପ୍ରଥମ, ଦ୍ୱିତୀୟ, ତୃତୀୟ ଖଣ୍ଡ ଯଥାକ୍ରମେ ପ୍ରକାଶିତ ହୋଇଥିଲା। ଓଡ଼ିଆ ସାହିତ୍ୟ ସମ୍ପର୍କରେ ସର୍ବଦା ଅନୁବାଦର ମତ ପୋଷଣ କରୁଥିବା ଶ୍ରୀ ମଜୁମଦାର ଏହି ପୁସ୍ତକରେ ଦୀର୍ଘ ଇଂରାଜୀ ମୁଖବନ୍ଧରେ ଓଡ଼ିଆ ସାହିତ୍ୟର ଆଦି ଯୁଗ ଖ୍ରୀଷ୍ଟାବ୍ଦ ପଞ୍ଚଦଶ ଶତାବ୍ଦୀର ମଧ୍ୟଭାଗଠାରୁ ଆରମ୍ଭ ବୋଲି ଦର୍ଶାଇଛନ୍ତି। 1928 ଖ୍ରୀଷ୍ଟାବ୍ଦରେ ପଣ୍ଡିତ ବିନାୟକଙ୍କର ମିଶ୍ରଙ୍କର ଓଡ଼ିଆ ସାହିତ୍ୟର ଇତିହାସ ପ୍ରକାଶିତ ହେଲା। ଏଥିରେ ସ୍ଥାନ ପାଇଥିବା ଆଲୋଚନାରେ ବହୁ ଦୃଷ୍ଟିରୁ ମୌଳିକତା ଫୁଟି ଉଠିଥିଲେ ହେଁ କେତେକ ତ୍ରୁଟି ରହିଯାଇଥିଲା। ସେ ସମୟରେ ପର୍ଯ୍ୟାପ୍ତ ତଥା ନିର୍ଭୁଲ ତଥ୍ୟର ଅଭାବ ରହିଥିବାରୁ ଏପରି ତ୍ରୁଟି ରହିବା ମଧ୍ୟ ସ୍ୱାଭାବିକ। ଏହି ତ୍ରୁଟି ମଧ୍ୟରୁ କେତେ ଗୋଟିକୁ ପରବର୍ତ୍ତୀ କାଳରେ
ଡକ୍ଟର କୋଣାର୍କର କଣ ସଯୁକ୍ତି ଆଲୋଚନା କରିଥିଲେ। 1929 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ଶ୍ରୀ ବିନାୟକ ମିଶ୍ରଙ୍କର ଓଡ଼ିଆ ସାହିତ୍ୟର ଇତିହାସ ସମାଲୋଚନା ପୁସ୍ତକରେ ସବୁ ପ୍ରକାଶ ପାଇଥିଲା। 1945 ଖ୍ରୀଷ୍ଟାବ୍ଦରେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାସଙ୍କର ଓଡ଼ିଆ ସାହିତ୍ୟର ପରିଚୟ ପ୍ରଥମ ଭାଗ ପ୍ରକାଶ ଲାଭ କଲା। ଏହାର ଦ୍ୱିତୀୟ ଭାଗ 1948 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା ପୁରୀରୁ। ପରେ 1963 ଖ୍ରୀଷ୍ଟାବ୍ଦରେ ଓଡ଼ିଆ ସାହିତ୍ୟର ଇତିହାସ ପ୍ରଥମ ଭାଗ ଆତ୍ମପ୍ରକାଶ କଲା। ପରେ ପରେ ଏହାର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଭାଗ ପ୍ରକାଶିତ ହେଲା, ଯଥାକ୍ରମେ 1965, 1966 ଓ 1971 ଖ୍ରୀଷ୍ଟାବ୍ଦରେ। 1947 ଖ୍ରୀଷ୍ଟାବ୍ଦରେ ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଶାର ଇତିହାସ ଗ୍ରନ୍ଥରେ ଓଡ଼ିଆ ସାହିତ୍ୟ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଛନ୍ତି, ଯାହା ପୂର୍ବରୁ ପ୍ରକାଶିତ ପଣ୍ଡିତ ବିନାୟକ ମିଶ୍ରଙ୍କର ଓଡ଼ିଆ ସାହିତ୍ୟର ଇତିହାସର ବିବରଣୀ ଅନୁସରଣ କରିଛି। 1947 ଖ୍ରୀଷ୍ଟାବ୍ଦରେ ଅଧ୍ୟାପକ ପ୍ରିୟରଞ୍ଜନ ସେନଙ୍କର ପ୍ରଣୀତ ମଡର୍ଣ୍ଣ ଓଡ଼ିଆ ଲିଟରେଚର ଗ୍ରନ୍ଥରେ ଆଧୁନିକ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି। 1950 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ପଣ୍ଡିତ ନୀଳକଣ୍ଠ ଦାସଙ୍କର ଓଡ଼ିଆ ସାହିତ୍ୟର କ୍ରମ ପରିମାଣ ସାହିତ୍ୟ ଇତିହାସ ଦୃଷ୍ଟିରୁ ନ ହେଲେ ମଧ୍ୟ ଉତ୍କଳୀୟ ସଂସ୍କୃତି ଓ ସାହିତ୍ୟ ଦୃଷ୍ଟିରୁ ଏକ ଉପାଦେୟ ଓ ମହତ୍ତ୍ୱପୂର୍ଣ୍ଣ ଗ୍ରନ୍ଥ। ଧାରାବାହିକ ସଭ୍ୟତାର ବିକାଶ କ୍ରମରେ ଓଡ଼ିଆ ସାହିତ୍ୟର ସ୍ୱରୂପ ଏବଂ ନାନା ଘାତ ଓ ସଂଘର୍ଷ ମଧ୍ୟରେ ସେହି ସ୍ୱରୂପର ବିକାଶ ତାଙ୍କର ଆଲୋଚନା ପରିସରଭୁକ୍ତ ହୋଇଅଛି। ଏଇଟା ଗୋଟେ ଦେଖାଯିବ। 1953 ଖ୍ରୀଷ୍ଟାବ୍ଦରେ ଅଧ୍ୟାପକ ଶ୍ରୀ ଜାନକୀ ବଲ୍ଲଭ ମହାନ୍ତିଙ୍କର ଲିଖିତ ଓଡ଼ିଆ ଲିଟରେଚର ପୁସ୍ତକରେ କିଛି ନୂତନ ତଥ୍ୟ ପରିବେଶିତ ହୋଇଥିବା ଲକ୍ଷ୍ୟ କରାନଗଲେ ମଧ୍ୟ ଅଣ-ଓଡ଼ିଆ ପାଠକଙ୍କ ପାଇଁ ଏହାର ଉପଦେୟତା ରହିଛି। 1960 ଖ୍ରୀଷ୍ଟାବ୍ଦରେ ରାଷ୍ଟ୍ରଭାଷା ପ୍ରଚାର ସମିତିର ରଜ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ପ୍ରକାଶିତ ଗ୍ରନ୍ଥରେ ଓଡ଼ିଆ ସାହିତ୍ୟର ବିକାଶକ୍ରମ ଶୀର୍ଷକ ଯେଉଁ ପ୍ରବନ୍ଧଟି ସ୍ଥାନ ପାଇଛି, ସେଥିରେ ଡକ୍ଟର ବଂଶୀଧର ମହାନ୍ତି, ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି, ଶ୍ରୀ ବିଚ୍ଛନ୍ଦଚରଣ ପଟ୍ଟନାୟକ ଓ ଡକ୍ଟର ନଟବର ସାମନ୍ତରାୟ ଯଥାକ୍ରମେ ଓଡ଼ିଆ ସାହିତ୍ୟର ଆଦିକାର, ପୂର୍ବ ମଧ୍ୟକାର, ଉତ୍ତର ମଧ୍ୟକାର ଓ ଆଧୁନିକ କାଳ ସମ୍ବନ୍ଧରେ ଆଲୋକପାତ କରିଛନ୍ତି ହେଲା। 1962 ଖ୍ରୀଷ୍ଟାବ୍ଦରେ ପଣ୍ଡିତ ବିନାୟକ ମିଶ୍ର ନିଜର ପୂର୍ବ ରଚିତ ଓଡ଼ିଆ ସାହିତ୍ୟରେ ଇତିହାସର ବିବରଣୀକୁ ପରିହାର କରି ଓଡ଼ିଆ ସାହିତ୍ୟର ଇତିହାସ ନାମରେ ଏକ ସ୍ୱତନ୍ତ୍ର ପୁସ୍ତକ ରଚନା କରିଛନ୍ତି। ଏହାର ଭୂମିକାରେ ସେ ଓଡ଼ିଆ ସାହିତ୍ୟର ଇତିହାସକୁ ନୂତନ ରୂପରେ ଉପସ୍ଥାପନ କରିଥିବା ସ୍ୱୀକାର କରିଛନ୍ତି ହେଲା। 1962 ଖ୍ରୀଷ୍ଟାବ୍ଦରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଡକ୍ଟର ମାୟାଧର ମାନସିଂହଙ୍କର ଲିଖିତ ଇଂରାଜୀ ପୁସ୍ତକ ହିଷ୍ଟ୍ରି ଅଫ୍ ଓଡ଼ିଆ ଲିଟରେଚର ପ୍ରକାଶ କରିଛନ୍ତି। ପରେ 1967 ଖ୍ରୀଷ୍ଟାବ୍ଦରେ ଏହି ପୁସ୍ତକର ଅନୁସରଣରେ ଓଡ଼ିଆରେ ତାଙ୍କ ଦ୍ୱାରା ରଚିତ ଓଡ଼ିଆ ସାହିତ୍ୟର ଇତିହାସ ଆତ୍ମପ୍ରକାଶ କରିଅଛି। 1963 ଖ୍ରୀଷ୍ଟାବ୍ଦରେ ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କର ଓଡ଼ିଆ ସାହିତ୍ୟର ଆଦି ପର୍ବ ପ୍ରକାଶିତ। ତାଙ୍କର ଓଡ଼ିଆ ସାହିତ୍ୟର ମଧ୍ୟ ପର୍ବ ଓ ଓଡ଼ିଆ ସାହିତ୍ୟର କ୍ରମ ବିକାଶ ପୁସ୍ତକ ଦୁଇଟି ଯଥାକ୍ରମେ 1967 ଖ୍ରୀଷ୍ଟାବ୍ଦ ଓ 1978 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା। ପରେ 1988 ଖ୍ରୀଷ୍ଟାବ୍ଦରେ ଆତ୍ମପ୍ରକାଶ କରିଛି ତାଙ୍କର ଓଡ଼ିଆ ସାହିତ୍ୟର ମଧ୍ୟ ପର୍ବ ଓ ଉତ୍ତର ମଧ୍ୟ ପର୍ବ ପୁସ୍ତକଟି। ଏହା ଓଡ଼ିଆ ସାହିତ୍ୟ ମଧ୍ୟ ପର୍ବ ସହିତ ଉତ୍ତର ମଧ୍ୟ ପର୍ବର ମିଶ୍ରଣରେ ପ୍ରସ୍ତୁତ ଓ ବର୍ଦ୍ଧିତ କଳେବରରେ ପ୍ରକାଶିତ ହୋଇଅଛି। 1964 ଖ୍ରୀଷ୍ଟାବ୍ଦରେ ଡକ୍ଟର ନଟବର ସାମନ୍ତରାୟଙ୍କର ଗବେଷଣା ପୁସ୍ତକ ଓଡ଼ିଆ ସାହିତ୍ୟର ଇତିହାସ ଆତ୍ମପ୍ରକାଶ କରିଛି। ଏଥିରେ 1903 ଖ୍ରୀଷ୍ଟାବ୍ଦରୁ 1920 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଆଧୁନିକ ଓଡ଼ିଆ ସାହିତ୍ୟର ଏକ ପଣ୍ଡିତପୂର୍ଣ୍ଣ ଓ ବିଶ୍ଳେଷଣାତ୍ମକ ବିକାଶକ୍ରମ ସନ୍ନିବିଷ୍ଟ ହୋଇଥାଏ। 1968 ଖ୍ରୀଷ୍ଟାବ୍ଦରେ ପଣ୍ଡିତ ବିନାୟକ ମିଶ୍ରଙ୍କର ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ ଗ୍ରନ୍ଥ ଲୋକଲୋଚନକୁ ଆସେ। ଏଥିରେ 9ଟି ଅଧ୍ୟାୟରେ ରାଧାନାଥ ରାୟଙ୍କର ଠାରୁ ଆରମ୍ଭ କରି ଆଧୁନିକ ଯୁଗର ବହୁ ସାହିତ୍ୟ ସୃଷ୍ଟାଙ୍କର ସମ୍ପର୍କରେ ଆଲୋକପାତ କରାଯାଇଛି। 1968 ଖ୍ରୀଷ୍ଟାବ୍ଦରେ ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କର ଓଡ଼ିଆ ସାହିତ୍ୟର ଇତିହାସ ପ୍ରଥମ ଖଣ୍ଡ ଆତ୍ମପ୍ରକାଶ କରିଅଛି। 1975 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ତାଙ୍କର ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ ଏକ ବହୁ ଆଦୃତ ଗ୍ରନ୍ଥ। ଏତଦ୍‌ବ୍ୟତୀତ ତାଙ୍କ ଦ୍ୱାରା ଲିଖିତ ଓ 1963 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ସତ୍ୟବାଦୀ ଯୁଗ ସତ୍ୟବାଦୀ ସାହିତ୍ୟ ସମ୍ବନ୍ଧରେ ଏକ ଉପାଦେୟ ତଥା ପଣ୍ଡିତପୂର୍ଣ୍ଣ ଗ୍ରନ୍ଥ ଅଟେ।
1970 ଖ୍ରୀଷ୍ଟାବ୍ଦରେ ଡକ୍ଟର ବଂଶୀଧର ମହାନ୍ତିଙ୍କର ଓଡ଼ିଆ ସାହିତ୍ୟର ଇତିହାସ ପ୍ରଥମ ଭାଗ ପ୍ରକାଶିତ ହୋଇଥାଏ। ଏହାର ଦ୍ୱିତୀୟ ଭାଗ 1973 ଖ୍ରୀଷ୍ଟାବ୍ଦରେ ଓ ତୃତୀୟ ଭାଗ 1977 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ। 1972 ଖ୍ରୀଷ୍ଟାବ୍ଦରେ ଡକ୍ଟର କୁଞ୍ଜ ବିହାରୀ ତ୍ରିପାଠୀଙ୍କର ଇଂରାଜୀ ଗ୍ରନ୍ଥ ଏ ହିଷ୍ଟ୍ରି ଅଫ୍ ଓଡ଼ିଆ ଲିଟରେଚର ପ୍ରକାଶିତ ହୋଇଥିଲା। 1973 ଖ୍ରୀଷ୍ଟାବ୍ଦରେ ଅଧ୍ୟାପକ କ୍ଷେତ୍ରବାସୀ ନାୟକ ଓ ଶ୍ରୀନିବାସ ଉଦ୍ଗାତାଙ୍କର ମିଳିତ ସମ୍ପାଦନା ରୂପ ପାଇଥିବା ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଗ୍ରନ୍ଥରେ ଆଧୁନିକ ଓଡ଼ିଆ ଗଳ୍ପ, ଉପନ୍ୟାସ, କବିତା, ନାଟକ, ପ୍ରବନ୍ଧ, ସାହିତ୍ୟ ଇତ୍ୟାଦି ବିବିଧ ବିଭାଗର ବିକାଶ ଦ୍ୱାରା ଆଲୋଚିତ ହେଲା। ତାପରେ ଦେଖିବା ଦେଖନ୍ତୁ 1978 ଖ୍ରୀଷ୍ଟାବ୍ଦରେ ଅଧ୍ୟାପକ ପଠାଣି ପଟ୍ଟନାୟକଙ୍କର ଓଡ଼ିଆ ସାହିତ୍ୟର ଇତିହାସ ପ୍ରକାଶିତ ହୋଇଥିଲା। ଏହି ଗ୍ରନ୍ଥର ଏଇଟା ଗୋଟେ ନୋଟ୍ କରାହେଲା ପିଲାମାନେ, ତୁମର ଯେଉଁ ଓଡ଼ିଆ ସାହିତ୍ୟ ଇତିହାସ କେତେ ମସିହାରେ ପ୍ରକାଶିତ ହୋଇଥିଲା ନା 1978 ଖ୍ରୀଷ୍ଟାବ୍ଦରେ ହେଲା। କିଏ ପ୍ରକାଶ କରିଥିଲେ ନା ଅଧ୍ୟାପକ ପଠାଣି ପଟ୍ଟନାୟକ। ଏହି ଗ୍ରନ୍ଥର ପରଭାଗ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ଇତିହାସ ନାମରେ ପ୍ରକାଶିତ ହେବ ବୋଲି ଲେଖକ ଭୂମିକାରେ ପ୍ରକାଶ କରିଥିଲେ ହେଁ ତାହା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। 1978 ଖ୍ରୀଷ୍ଟାବ୍ଦରେ ଡକ୍ଟର ହେମନ୍ତ କୁମାର ଦାସ ଓ ଅଧ୍ୟାପକ ନିଶାମଣି ମିଶ୍ରଙ୍କର ମିଳିତ ରଚନା ଓଡ଼ିଆ ସାହିତ୍ୟର ଇତିହାସ ସମ୍ପର୍କରେ ପୁସ୍ତକ ଦୁଇ ଭାଗରେ ପ୍ରକାଶିତ ପାଇଥାଏ। ଏ ଗ୍ରନ୍ଥରେ ସାରଳା ଓ ପଞ୍ଚସଖା ଯୁଗର ସାହିତ୍ୟ ଠାରୁ ଆରମ୍ଭ କରି ଆଧୁନିକ ଯୁଗର ସାହିତ୍ୟ ସଂକ୍ଷେପରେ ଆଲୋଚିତ। 1981 ଖ୍ରୀଷ୍ଟାବ୍ଦରେ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କର ଓଡ଼ିଆ ସାହିତ୍ୟର ସାଂସ୍କୃତିକ ବିକାଶ ଦ୍ୱାରା ଲୋକଲୋଚନକୁ ଆସେ। ଏହା ପରେ 1982 ଖ୍ରୀଷ୍ଟାବ୍ଦରେ ଶ୍ରୀ ଦାସ ଓଡ଼ିଆ ତଥା ଅଣ ଓଡ଼ିଆ ପାଠକକୁ ଭେଟି ଦିଅନ୍ତି। ଏ ସମ୍ପର୍କରେ ଏକ ଇଂରାଜୀ ଗ୍ରନ୍ଥ ଗ୍ଲିମ୍ସ ଇଣ୍ଟୁ ଓଡ଼ିଆ ଲିଟରେଚର ନାମରେ ପ୍ରକାଶିତ ହୋଇଥିଲା। 1983 ଖ୍ରୀଷ୍ଟାବ୍ଦରେ ଡକ୍ଟର ଦେବେନ୍ଦ୍ର ମହାନ୍ତିଙ୍କର ଓଡ଼ିଆ ସାହିତ୍ୟର ଉନ୍ମେଷ ଓ ଉତ୍ତରଣ ପ୍ରଥମ ଭାଗ ପ୍ରକାଶିତ ହୋଇଥିଲା। ପରେ ଏହାର ଦ୍ୱିତୀୟ ଓ ତୃତୀୟ ଭାଗ ଯଥାକ୍ରମେ କେତେ ନା 1889 ଓ 1990 ଖ୍ରୀଷ୍ଟାବ୍ଦରେ ପ୍ରକାଶ ଲାଭ କରିଛି। 1988 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଛି ଡକ୍ଟର ସୁରେନ୍ଦ୍ର କୁମାର ମହାରଣାଙ୍କର ଓଡ଼ିଆ ସାହିତ୍ୟର ଇତିହାସ। ବହୁ ନୂତନ ପ୍ରତିଭାଙ୍କର ସମ୍ବନ୍ଧରେ ସୂଚନା ଥାଇ ଏହା ଓଡ଼ିଆ ସାହିତ୍ୟର ଏକ ସମ୍ପୂର୍ଣ୍ଣ ଇତିହାସ ଏବଂ ଏକ ଖଣ୍ଡରେ ପ୍ରକାଶିତ। ଏ ସମ୍ବନ୍ଧୀୟ ପୂର୍ବ ପ୍ରକାଶିତ ସମସ୍ତ ପୁସ୍ତକ ଅପେକ୍ଷା ଆକାରରେ ବୃହତ୍। ଏହାର ପରବର୍ତ୍ତୀ 3 ପରିବର୍ଦ୍ଧିତ ସଂସ୍କରଣ ଯଥାକ୍ରମେ 2001 ଓ 2010 ଓ 2015ରେ ପ୍ରକାଶିତ। 1989 ଖ୍ରୀଷ୍ଟାବ୍ଦରେ ଡକ୍ଟର ବାଉରୀବନ୍ଧୁ କରଙ୍କର ଓଡ଼ିଆ ସାହିତ୍ୟର ସମାଲୋଚନାତ୍ମକ ଇତିହାସ ପ୍ରକାଶିତ ହୋଇଥିଲା। ଏଥିରେ ଯୁଗ ବିଭାଜନ ସାହିତ୍ୟର ଧାରା ଅନୁଯାୟୀ ହୋଇଛି ବୋଲି ଲେଖକ ନିଜେ କହନ୍ତି। 1998ରେ ଏହା ଓଡ଼ିଆ ସାହିତ୍ୟର ଇତିହାସ ନାମରେ ପୁନଃ ପ୍ରକାଶିତ। 1994 ଖ୍ରୀଷ୍ଟାବ୍ଦରେ ଡକ୍ଟର ବୈଷ୍ଣବ ଚରଣ ସାମଲଙ୍କର ଓଡ଼ିଆ ସାହିତ୍ୟର ଇତିହାସ ଆଦି ପର୍ବ ପ୍ରକାଶିତ। ସମ୍ପୂର୍ଣ୍ଣ ଇତିହାସକୁ ସେ ଏହିପରି 4 ଖଣ୍ଡରେ ପ୍ରକାଶ କରିବାର ଯୋଜନା କରିଛନ୍ତି: ଆଦି ପର୍ବ, ପଞ୍ଚସଖା ପର୍ବ, କାବ୍ୟ ପର୍ବ ଓ ଆଧୁନିକ ପର୍ବ। 1998 ଖ୍ରୀଷ୍ଟାବ୍ଦରେ ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି ଭରଦ୍ୱାଜଙ୍କର ଓଡ଼ିଆ ସାହିତ୍ୟର ଇତିହାସ ଆତ୍ମପ୍ରକାଶ କରିଛି। ଏହା ଅତୀତ କାଳରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟର ଏକ ସଂକ୍ଷିପ୍ତ ଇତିହାସ ଓ ନୂତନ ଦୃଷ୍ଟିକୋଣ ବିଭିନ୍ନ ଅଧ୍ୟାୟରେ ବିଭକ୍ତ। 2006 ଖ୍ରୀଷ୍ଟାବ୍ଦରେ ଅଧ୍ୟାପକ ଯତୀନ୍ଦ୍ର ମୋହନ ମହାନ୍ତିଙ୍କର ହିଷ୍ଟ୍ରି ଅଫ୍ ଓଡ଼ିଆ ଲିଟରେଚର ଇଂରାଜୀ ପୁସ୍ତକର ଆତ୍ମପ୍ରକାଶ। ଓଡ଼ିଆ ସାହିତ୍ୟର ଇତିହାସ ଏଥିରେ ପ୍ରାଚୀନ ଓ ମଧ୍ୟଯୁଗ ଆଧୁନିକ ଯୁଗ ଭାବରେ 2 ଭାବରେ ଆଲୋଚିତ। ଏସବୁ ବ୍ୟତୀତ ଯେଉଁ କେତେ ଖଣ୍ଡ ଓଡ଼ିଆ ସାହିତ୍ୟର ଇତିହାସ ସଂକ୍ଷିପ୍ତ ଆକାରରେ ପ୍ରକାଶିତ, ସେସବୁ ମଧ୍ୟରେ ଅଧ୍ୟାପକ ଜାନକୀ ବଲ୍ଲଭ ମହାନ୍ତିଙ୍କର ଓଡ଼ିଆ ସାହିତ୍ୟର ପରିଚିତି, ଯେଉଁଟାକି 1977, ଅଧ୍ୟାପକ ଗୌରୀ କୁମାର ବ୍ରହ୍ମାଙ୍କର ଓଡ଼ିଆ ସାହିତ୍ୟର ଇତିହାସ, ଯେଉଁଟାକି 1978, ଅଧ୍ୟାପକ ମୃତ୍ୟୁଞ୍ଜୟ ନାୟକଙ୍କର ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ଇତିହାସ, ଯେଉଁଟାକି 1982 ଓ ପରବର୍ତ୍ତୀ କାଳରେ ଏହାର ବର୍ଦ୍ଧିତ ରୂପ ଓଡ଼ିଆ ସାହିତ୍ୟର ଇତିହାସ। ଅଧ୍ୟାପକ ପଠାଣି ପଟ୍ଟନାୟକଙ୍କର ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ଇତିହାସ, ଯେଉଁଟାକି 1984, ଅଧ୍ୟାପକ ଶରତ କୁମାର କରଙ୍କର ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ଇତିହାସ, ଯେଉଁଟାକି 1984, ଡକ୍ଟର ରତ୍ନାକର ଚୈନୀୟ, ଡକ୍ଟର ଅଜୟ କୁମାର ମିଶ୍ରଙ୍କର ଓଡ଼ିଆ ସାହିତ୍ୟର ଇତିହାସ ଓ ଡକ୍ଟର ବୈଷ୍ଣବ ଚରଣ ସାମଲଙ୍କର ଓଡ଼ିଆ ସାହିତ୍ୟର ଇତିହାସ, ଯେଉଁଟାକି 1995 ଇତ୍ୟାଦିର ନାମ ଉଲ୍ଲେଖଯୋଗ୍ୟ। ଓଡ଼ିଆ ସାହିତ୍ୟର ଇତିହାସ ବା ଇତିବୃତ୍ତ ନାମ ବହନ କରି ଆଉ କେତେ ଖଣ୍ଡ କ୍ଷୁଦ୍ର ଗଳ୍ପ ଓ ବୃହତ୍ ଗ୍ରନ୍ଥ ପ୍ରକାଶ ପାଇଯାଇଛି, କିନ୍ତୁ ସେସବୁ ଲେଖକ ହେବାର ପ୍ରବଳ ମୋହରୁ ଜାତ ହୋଇଥିବାରୁ ଏବଂ ସେସବୁରେ ପୂର୍ବ ପ୍ରକାଶିତ ଅନୁରୂପ ଗ୍ରନ୍ଥମାନଙ୍କର ବହୁ
ପାଠ ଅବିକର ଗୃହୀତ ହେଉଥିବାରୁ ସେସବୁର ନାମ ଲେଖା ଅନାବଶ୍ୟକ। ଓଡ଼ିଆ ସାହିତ୍ୟର ବିବିଧ ବିଭାଗ ଉପରେ ଆଲୋକପାତ କରି ଇତିହାସ ରଚନା କରିବା ବ୍ୟତୀତ ଗୋଟିଏ ଗୋଟିଏ ବିଭାଗ ଉପରେ ସ୍ୱତନ୍ତ୍ର ଭାବରେ ଇତିହାସ ରଚନା କରିବାର ଆଗ୍ରହରୁ ଓଡ଼ିଆ ପ୍ରବନ୍ଧ, ସମାଲୋଚନା, ଗଳ୍ପ, ଉପନ୍ୟାସ, ନାଟକ ସମ୍ବନ୍ଧରେ ପୃଥକ ପୃଥକ ଇତିହାସ ରଚିତ ଓ ପ୍ରକାଶିତ। ଏସବୁ ମଧ୍ୟ ଓଡ଼ିଆ ସାହିତ୍ୟ ଇତିହାସ ରଚନାର ଅଂଶବିଶେଷ ଏବଂ ଏ ଦୃଷ୍ଟିରୁ ସ୍ୱାଗତ ଯୋଗ୍ୟ। ତାପରେ ଦେଖନ୍ତୁ ଓଡ଼ିଆ ସାହିତ୍ୟର ଯୁଗ ବିଭାଜନ ବିଷୟରେ। ତ ପିଲାମାନେ ଆଜିର ଭିଡ଼ିଓଟି ଏଇଠି ରଖୁଛି। ଆମେ ନେକ୍ସଟ କ୍ଲାସରେ ଆଲୋଚନା କରିବା ଓଡ଼ିଆ ସାହିତ୍ୟର ଯୁଗ ବିଭାଜନ ବିଷୟରେ ହେଲା। ଧନ୍ୟବାଦ।